ମନେ ରଖିଛ ନା ଭୁଲିଗଲେଣି? ନା ମ କାହିଁ ଭୁଲିବେ, ମୁଁ ଏ ବୁଢ଼ୀଟାକୁ ଟିକେ ମନେ ରଖିଥିବେ ଆଉ ବହୁତ ଦିନ ହେଲାଣି ଟାଇମ୍ ପାଉନି ବା, ଜମା ଟାଇମ୍ ପାଉନି, ଖାଇବାକୁ ପାଉନି, ଶୋଇବାକୁ ପାଉନି, ବସିବାକୁ ଟାଇମ୍ ପାଉନି। ଆଜି ଟିକେ ପାଇଛି, ମୁଁ କହିଲି ଯାଏ ଟିକେ ସମସ୍ତଙ୍କ ସାଙ୍ଗରେ କଥା ହୁଏ। କ'ଣ ପାଇଁ ଟାଇମ୍ ପାଉନି? ଆରେ ମୋର ଗୋଟେ ନାତି ଟୋକା ହେଇଛି ମୋ, ଭାରି ଖୁସି ମୋର, ଗୁଲଗୁଲିଆଟେ ହେଇଛି, ପୁରା ମୋ ପୁଅ ପରିକା ହେଇଛି ମୋ ବୋଉ ଉପରେ ଯାଇନି ଜମା, ମୋ ପୁଅ ପରିକା ହେଇଛି ପୁରା। ନା ମ ଦୁଷ୍ଟ ନୁହଁ, କେତେ ମାସର କି, 3 ମାସର, ସିଏ କୁଆଡ଼େ ଦୁଷ୍ଟ ହବ? ତାରି ଖାଇବା ପିଇବା ଗୁହ ମୁତ କରି କରି ମୋତେ ଟାଇମ୍ ମିଳୁନି ବିଲକୁଲ। ଏଇ ଯେଉଁ ଗରମ ଖଣ୍ଡକ ହେଉଛି ତା ସାଙ୍ଗରେ ସେ ନିଲୁ ବୋଉ ରାତି ଦିନ ଆମରି ଘରେ ଆସି ବସି ବସି ଯାଉଛନ୍ତି, ଆଉ ମୋତେ କେଉଁଠୁ ଟାଇମ୍ ମିଳିବ? ଆଜି ସେ ନାତି ଟୋକାଟା ଶୋଇ ପଡ଼ିଛି ତ, ମୁଁ କହିଲି ଟିକେ ଯାଉଛି 5 ମିନିଟ୍ ଟାଇମ୍ ମିଳିଛି, ଆଜି ଟିକେ ବସି କଥା ହୁଏ ସମସ୍ତଙ୍କ ସାଙ୍ଗରେ। ମୋ ବୋହୂ କଥା କୁହନି, ସିଏ ମୋତେ କ'ଣ ପାଠ ବତେଇଛି 8 ମାସ ପର୍ଯ୍ୟନ୍ତ ପାଣି ହେବନି। ଆଲୋ ପାଣି ହେବନି ତାହେଲେ ତୁ ଗାଧେଇ ଯାଉଛୁ କେମିତି, ପାଣି ପିଉଛୁ କେମିତି, ତୋତେ ଥଣ୍ଡା ହେଉନି? ଆଉ ରୋଷେଇ ଘରକୁ ଗଲେ ତୋତେ ଥଣ୍ଡା ହେଇଯିବ। 8 ମାସ ପର୍ଯ୍ୟନ୍ତ ସିଏ ମୋତେ ମନା କରୁଛି ରୋଷେଇ ଘରକୁ ଯିବନି। ହଉ ଦେଖିଆ 8 ମାସ ପରେ ମୁଁ ଦେଖିବିନି, ତା ଦିନେ କି ମୋର ଦିନେ। ଆଉ 3 ମାସ ଗଲା ତ, ଆଉ ତ 5 ମାସ ଦେଖିଆ। ହଉ ମୋ ନାତିର ଜନ୍ମଦିନ କଲେ ସମସ୍ତଙ୍କୁ ଡାକିବି, ଆସିବ ହେଲା।